ओडिशारे लागू होला ଆଉ ଏକ ନୂଆ ଯୋଜନା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାରି କଲା ଆଉ ଏକ ବଡ଼ ଘୋଷଣା। ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ରହିବେ ଯୋଗ ଶିକ୍ଷକ। ତେବେ କ'ଣ ରହିଛି ସ୍କିମ୍ର ଅପଡେଟ୍, ଯାହା ବିଷୟରେ ଆମେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଆୟୁଷ୍ମାନ ଭାରତ ପାଇଁ MOU ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ମନ୍ଦିରରେ ରହିବେ ଯୋଗ ଶିକ୍ଷକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ତେବେ ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ହେବାକୁ ଥିବା ବେଳେ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ। ଏହାଛଡ଼ା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବ। ତେବେ 2018ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି। ତେବେ 3ଟି ରାଜ୍ୟ ରାଜନୈତିକ ହୀନମାନ୍ୟତା ପାଇଁ ଲାଗୁ କରି ନଥିଲା। ତେବେ ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ। ଶେଷରେ ଏହା ମଧ୍ୟ ଲାଗୁ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି। ତେବେ ଆଗାମୀ ଦିନରେ ଓଡ଼ିଶାର ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି। ତେବେ ବିଳମ୍ବ ହୋଇଛି ସତ, ହେଲେ କାର୍ଯ୍ୟସିଦ୍ଧି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ଦେଖନ୍ତୁ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ମୟ ମଧ୍ୟ ହୋଇଛି। 1.3 କୋଟି ପରିବାରର 3.5 କୋଟି ଲୋକ ଉପକାର ମଧ୍ୟ ପାଇବେ। ତେବେ ଜାଣି ରଖନ୍ତୁ, ନବୀନ ସରକାର ଥିବାବେଳେ BSKY କାର୍ଡ ଚାଲୁ ରହିଥିଲା, କିନ୍ତୁ ଏବେ ଖୁବ୍ ଶୀଘ୍ର BSKY କାର୍ଡ ବନ୍ଦ ହେବ, ଯାହାକି ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ କାର୍ଡ। ତା ଛଡ଼ା ମୁଖ୍ୟମନ୍ତ୍ରୀ ନୂଆ ଯୋଜନା ଆରମ୍ଭ କଲେ ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଏଥିରେ ରହିବେ ଜଣେ ଯୋଗ ଶିକ୍ଷକ। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି ତା ନିହାତି କମେଣ୍ଟ କରି ଜଣାଇବେ।